ভুল কইলি তবে ঠিক কইছো বিক্রম আজকে মুহূর্তে আমার অফ ছিল হবনি কেমনি কইল ସବୁବେଳେ ଆଗର ଦାବି କ୍ଲବ୍ ଯିବୁନୁ ପାର୍ଟି ଆର୍ଟିଷ୍ଟ କରିବୁନୁ ମୋର ଇମେଜ୍ ନଷ୍ଟ ହେଇଯିବ ଏମିତି ଅନେକ ତମେ କହିଲ ବିକ୍ରମ ଘର କୋଳରେ ହାତ ଲମ୍ବର ଅରୁଣା ଟାଣି ବସିବା କ'ଣ ମୋ ପାଖରେ କେବେ ସମ୍ଭବ নো quite impossible ଅରଣୀ ଭିତରେ ତମର ଏଇ ଅନନିଶ୍ୱାସ ହୋଇଯିବ ଲାଇଫକୁ ଏନ୍ଜୟ କରିବା ଚାନ୍ସ ତୁମେ ପାଇବନି ଆଉ ସବୁବେଳେ ମୋ ନତା ଭିତରେ ତମ ଜୀବନ କଟିବ ମୋର କିନ୍ତୁ ତମ ଉପରେ ସେମିତି ଅଛି ବିକ୍ରମ ତମର ସେ ଦକ୍ଷତା ଅଛି ୟେସ୍ ମୁଁ ଜାଣେ ସେ ଦକ୍ଷତା ମୋର ଅଛି କିନ୍ତୁ ତମ ଘରକୁ ଆସିପାରୁନି ଏଥିପାଇଁ ଯେ ତମ ଦିଅର ରୋହିତ ସହିତ ମୋର ପୁରୁଣା ଶତ୍ରୁତା ଅଛି ସେ ମତେ ଦେଖିବା ମାତ୍ରେ ସନ୍ଦେହ କରିବା ଆରମ୍ଭ କରିଦେବ ବିକ୍ରମ ତମେ ଆଗ ଅଡ଼ି ଢୁଅନି
ବୁଝିଗଲ କା ଏ ବିକ୍ରମ ତମେ ଆଉ ଥରେ କେବେ ଆସିବ? ତମକୁ ଯେତେବେଳେ ଭୋକ ଲାଗିବ ତମେ ସତ କହୁଛ? ସିନ୍ଦୁର ଦାଗଟା ଆପଣଙ୍କ ଗାଲରେ ଲାଗିଯାଇଛି ତାକୁ ଲିଭେଇ ଦିଅନ୍ତୁ ସେଇ ସିନ୍ଦୁର ଦାଗଟାକୁ ନ ଲିଭେଇଲେ ଦାସ ବଂଶର ସିନ୍ଦୁର ଦାଗରେ କଳଙ୍କ ଲାଗିଯିବ ଆଉ ସେଇ କଳଙ୍କକୁ ଏଇଠି ଲିଭେଇ ଆପଣ ଚାଲିଯାଆନ୍ତୁ ମୁଁ କିଛି ଦେଖିନି କିଛି ବି ଶୁଣିନି ଆଉ କିଛି ବି କହିବିନି ଗାନ୍ଧୀଙ୍କ ତିନି ମାଙ୍କଡ଼ ଭଳି ମୁଁ ଚୁପ୍ ରହିବି ଇଏ ତ ମୋ ପାଇଁ ଗର୍ବ ବାବୁ ବଡ଼ ଘରର ବୋହୂମାନେ ଦେହର ଭୋକ ମେଣ୍ଟେଇବା ପାଇଁ କ୍ଲବ ପାର୍ଟି ବାରରେ ରାତି କାଟୁଥିବା ବେଳେ ମୋ ଘରର ବୋହୂ ନିଜର ପୂର୍ବ ପ୍ରେମିକାକୁ ନେଇ ଘର ଭିତରେ ଦେହର ଭୋକ ମେଣ୍ଟାଉଛି ଯାହା ହେଉ ମୋ ଘରର ଇଜ୍ଜତକୁ ତାରି କାନ୍ଥ ଭିତରେ ରଖିପାରିଛି ତମେ ବି ତମ ମଥାର ସିନ୍ଦୁର ସଜାଡ଼ି ଦିଅ ବୋହୁ କାରଣ ମଥାରେ ଅସଜଡ଼ା ସିନ୍ଦୁର ରହିଲେ ସଂସାରଟା ଭାଙ୍ଗିଯାଏ ଯାଅ ବୋହୁ ବାଥରୁମରେ ମୁଁ ପାଣି ରଖିଦେଇ ଆସିଛି ଗାଧେଇ ପକେଇ ସେ କଳଙ୍କକୁ ଧୋଇଦେବ ସବୁ ଦେଖି ସାରିଛି ଆଉ ଦେଖି ସାରିବା ପରେ ମୁଁ ଭାବୁଛି ମଳିକା କଥା ସତ ହେଇଯିବ ଜଗନ୍ନାଥଙ୍କ ଆତ୍ମସିଆ ଧରି ଉଠିବ ସମୁଦ୍ର ତମର ଶିବ ବନ୍ଧିବ ଏକ ମହାପ୍ରଳୟ ପୃଥିବୀକୁ ମାରି ଆସିବ ସେ ଆଦର୍ଶ କାହାଣୀ ଶୁଣେଇବା ଆଉ ଦରକାର ନାହିଁ ଯଦି ସବୁ ଦେଖି ସାରିଛ ତାହେଲେ ଚୁପଚାପ ରୁହ କୌଣସି କଥାରେ ମୁଣ୍ଡ ପୁରାଅନି ମୋର ଇଚ୍ଛା ମୁଁ ସେଇଆ କରିବି ଆଉ ଦରକାର ପଡ଼ିଲେ ମୋ ଦେହର ଖୋଜା ମେଣ୍ଟାଇଲେ ମୁଁ ଆପଣଙ୍କୁ ବି ବାଧ୍ୟ କରିପାରିବି କଣ ହେଲା ତୁ ଶେଷ ସୀମାରେ ପହଞ୍ଚି ସାରିଥିବା ଗୋଟିଏ ଉଦ୍ଧତ ଉଶୃଙ୍ଖଳିତ ବହୁକୁ ଏମିତି ଶାସନ ଦରକାର ଆଉ ଯୋଉଟା କି ମୋହିତ ଆଜି ଯାଏ କରିପାରିନି ତମେ କରିକି ଦେଖେଇଦେଲ ମୁଁ ଯାଇକି ଦେଖେଇଦେବି କଣ ନେଇପାରିବ ତମେ ମୋ ପାଦରେ ଗୋଟାରେ ପିଟି ପିଟି ବୁଝେଇଦେବି ଗାଳ ନାଗୁଡିକ ଆଘାତ କଲେ ତା ବିଷ ଜ୍ୱାଳାଟା କେତେ ଭୟଙ୍କର ବୁଝେଇଦେବି ଜୋତାରେ ପିଟିଛ ମାନେ ମୁଁ ତମକୁ ଛାଡ଼ିବିନି ମତେ ପଛେ ଫାଟି ହେଇଯାଉ ମୁଁ ତମ ତଣ୍ଟି ଚିପିକି ସାର୍ଟ କରିଦେବି ତୁ ମୋ ସ୍ତ୍ରୀର ତଣ୍ଟି ଚିପି ମାରିବାକୁ ଆସିଥିଲୁ ତମ ଭାଇ ବାପାକୁ ପାଖରେ ଗୋଟେ ମୁଣ୍ଡ ରହିପାରିବ ଆରେ କଣ ହେଇଛି କଥା ଟିକେ ଖୋଲିକି କୁହ ତମେ ଜାଣିଛ ତମେ ସବୁଦିନ ଅଫିସ କଲା ପରେ ମୁଁ ଘର ଭିତରେ କବାଟ ଦେଇକି ଶୁଏ ଆଉ ଏଇ ମତେ ଏକୁଟିଆ ଦେଖି ଘର ଭିତରୁ ବସି ଆସିଲେ ମତେ ମାରି ବସିଲେ ମୁଁ ପାଟି କରିବାରୁ ବାପା ଦୌଡ଼ି ଆସିଲେ ବାପା କହିଲେ
ଗାଲାରେ ଲାଗିଥିବା ଅଳକାମତାର ଅସୁନ୍ଦର ସିନ୍ଦୁର ଦେଖି ସାରିଲା ପରେ ମୁଁ 100% ସିଓର ତୁ ଅଳକାକୁ ଅତ୍ୟାଚାର କରିବାକୁ ଚେଷ୍ଟା କରୁଥିଲୁ। ବାହାରେ ପୁଅ ଭଲ ନିଷ୍ପତ୍ତି ଦେଇଗଲୁ। ଆରେ ତୋ ସ୍ତ୍ରୀ କଥାକୁ ବିଶ୍ୱାସ କରି ଶେଷରେ ସାନ ଭାଇଟାକୁ ଦୋଷୀ ସାବ୍ୟସ୍ତ କରିଦେଲୁ। ଆରେ ହେଲେ ମୋତେ ତ ଟିକେ ପଚାରି ପାରିଥାନ୍ତୁ କାହିଁକି ତୋ ସ୍ତ୍ରୀ ବସାର ସିନ୍ଦୁର ଅସଜଣା ରହିଛି? ପଚାରିବା ଆବଶ୍ୟକ ମନେ କରିନି ବାପା, କିନ୍ତୁ ମୋର ଆବଶ୍ୟକତା ଅଛି। ଆରେ ଯେଉଁ ସିନ୍ଦୁର ଯେଉଁ ଅସଜଣା ସିନ୍ଦୁର ଆଜି ଗୋଟିଏ ନିରପରାଧୀକି ଅପରାଧୀ ସବେଇ ଦେଇଛି, ଆଉ ଯେଉଁ ସିନ୍ଦୁର ଆଜି ଭାଇ ଭାଇର ପବିତ୍ର ସମ୍ପର୍କକୁ କଳୁଷିତ କରିଦେବାକୁ ବସିଛି, ସେଇ ସିନ୍ଦୁର ବିଷୟରେ ମୋର କିଛି କହିବାର ଅଛି। କଣ କହିଲ ତମେ? କେବଳ ଏତିକି କହିବ ମୁଁ ପର ପୁରୁଷକୁ ଘରେ ପୁରେଇ ଦେହ ଦାନ କରୁଛି। ତମେ ପର ପୁରୁଷକୁ ଆଣି ଦେହ ଦାନ କରିବାର ମଣିଷ ଆଖିରେ ବାପା ପୁତୁରାର ଦୋଷକୁ ଘଣ୍ଟ କରିବାକୁ ଯାଇ ନିଜ ବୋହୁଟାକୁ ବେଶେଷ ଦେଇଛନ୍ତି। କରୁଛ ତାମାନେ ତମେ ବିଶ୍ୱାସ କରୁଛ ମୋ ଭାଉତକୁ ଅସମ୍ମାନିତ କରିଛି? ମୁଁ ଜଗନ୍ନାଥଙ୍କ ରାଣ ଖାଲି କହୁଛି ଭାଇ, ଭାଉତ ଯାହା କହୁଛନ୍ତି ସବୁ ମିଛ। ସଫେଇ ଆଉ ଆବଶ୍ୟକ ନାହିଁ। ଯାହାକୁ ମୁଁ ଦୁଃଖ କଥାରେ ପଚାରିଥିଲି ସେଇଟା ଗୋଟାଏ ନାଗ ଛୁଆ। ଆଉ କିଏ କି ସମୟ ଆସିଲେ ଦଂଶନ କରିବାକୁ ବି ପଛାଇ ଯାଇନି। ଶୁଣ ବାପା, ତମେ ଲଳିତାକୁ କହିଦିଅ ତା ନିଜ ରାସ୍ତା ଦେଖି ସେ ଦେଖୁ। ଅଦନା ଗୋଟାଏ ପର ପାଇଁ ମୁଁ ଟଙ୍କା ଏକ୍ସପେନ୍ସର କରିବାକୁ ଚାହେଁ ନା। ଆରେ ରୋହିତ ତୋ ପାଇଁ ପର ଆଉ ତୋ ସ୍ତ୍ରୀଟା ତୋ ପାଇଁ ଏତେ ନିଜର ହେଇଗଲା। ଆରେ ଯୋଉ ଭାଇ ତୋତେ ଡାକ୍ତର କରିବା ପାଇଁ ନିଜେ ବେକାର ହେଇଗଲା, ଯୋଉ ଭାଇ ତୋ ପରୀକ୍ଷା ଫିଲ୍ ଦେବା ପାଇଁ ତା ସାର୍ଟିଫିକେଟକୁ ବିକ୍ରି କରିପାରିଲା, ଆରେ ସେଇ ଭାଇକି ତୁ ପର ବୋଲି କହିପାରୁଛୁ? ଆରେ ହଁ, ଆଜି ମୁଁ ଜାଣୁଛି ନାରୀ ମାୟା ତୋତେ ଅନ୍ଧ କରିଦେଇଛି। ତୁ ତୋର ନିଜ ହିତାହିତ ଜ୍ଞାନ ବୋଲି ତୁ ଆଜି ଅବିବେକୀ ମଣିଷ ପାଲଟି ଯାଇଛୁ। ବାପା ବୋଲି ଡାକି ମୋ ବାପା ପଡ଼ିଆରେ ତୁ ଆଉ କଳଙ୍କ ଲଗାନି। ଆରେ ତୁ ମୋ ପୁଅ ନୁହେଁ, ତୁ ଗୋଟେ ଜାଣତ। ଆରେ ଅଟକି ଗଲୁ କାହିଁକି? ମୋତେ ମାରି ଆରେ ମୋ ବାପ ପଡ଼ିଆକୁ ସାର୍ଥକ କରିଦେଲି। ଏ ସମାଜର ପ୍ରତ୍ୟେକ ବାପମାନଙ୍କୁ ବୁଝେଇଲେ ପୁଅ ଜନ୍ମ କରିବା ଗୋଟିଏ ଅଭିଶାପ। ଆରେ ତମେ ଆଜି କାତଙ୍କ ଉପରକୁ ହାତ ଉଠେଇ ପାରିଲ, ସେଥିପାଇଁ ତୁ ମତେ ବାଧ୍ୟ କରିଛୁ। ଭାଇ ତୋରି ପାଇଁ ଆଜି ଆମ ବାପା ମତେ ବାଧ୍ୟ ରଖିଛୁ। ତୋରି ପାଇଁ ଘର ହସକୁ ଚିନ୍ହି ଯାଇଛି। ଏଇ ଘରର ହସକୁ ଚିନ୍ହିବାକୁ ମୋତେ ଚିନ୍ହି ପାରିନି। ଆଜି ମୁଁ ଏ ଘର ଛାଡ଼ି ଚାଲିଯିବି। ତୁ ଏ ଘର ଛାଡ଼ି ଚାଲିଗଲେ ମୁଁ ଏଠି ଶାନ୍ତିରେ ବଞ୍ଚିପାରିବି ବୋଲି ତୁ ଭାବୁଛୁ କେମିତି? ଆରେ ରୋହିତ, ଆରେ ଚାଲେ ମୁଁ ବି ତୋ ସାଙ୍ଗରେ ଯିବି। ତମେ ଘର ଛାଡ଼ି ଚାଲିବନି। ତମେ ଯଦି ଏ ଘର ଛାଡ଼ି ଚାଲିଯିବ ତାହେଲେ ଆମକୁ ଲୋକ ନିନ୍ଦା ସହିବାକୁ ପଡ଼ିବ। ଆଉ ଆମ ସମ୍ମାନ ଚାଲିଯିବ। ସମ୍ମାନ ଚାଲିଯିବ ବୋଲି ମୁଁ ତ ମୋ ନିଜ ହାତରେ କୁକେଇ ସଜେଇ ପାରିବିନି। ତାହେଲେ ଆମ
ନା ଆଉ ନୁହେଁ ଆଜି ମୁଁ ଏ ମୁହୂର୍ତ୍ତରେ ଘର ଛାଡ଼ି ଚାଲିଯିବି। ଆରେ ମତେ ତୁ ସାଙ୍ଗରେ ଦେଇନା ରେ। ତମେ କଣ ତାହେଲେ ସମାନ କରିଦେବାକୁ ଚାହୁଁଛ? ମୋ ମା ଗୋଟେ ବେଶ୍ୟା, ମୋ ମା ସହିତ ତମର ପାପ ସମ୍ପର୍କ ଥିଲା ଆଉ ମୁଁ ହେଉଛି ସେଇ ପାପର ଫଳ। ପାରିବିନି ବାପା ତମକୁ ମୋ ସାଥିରେ ନେଇ ମୋ ମାକୁ କେବେ ବେଶ୍ୟା ସଜେଇ ପାରିବିନି। ଆରେ ରୋହିତ, ଆରେ ତାହେଲେ ମୁଁ ବଞ୍ଚିବି କେମିତି? ତମକୁ ବଞ୍ଚିବାକୁ ହବ ବାପା। ଅନ୍ତର କଳାବାଦଲ ଭିତରୁ ସତ୍ୟ ନିଶ୍ଚୟ ଆତ୍ମପ୍ରକାଶ କରିବ ଆଉ ସେତେ ଦିନ ଯାଏ ତମକୁ ଧୈର୍ଯ୍ୟର ଅପେକ୍ଷା କରିବାକୁ ପଡ଼ିବ। ତମେ ପରା ପିଲାଦିନେ ଆମକୁ କହିଥିଲ